ଶ୍ରୀମଦ୍ ଭଗବଦ୍ ଗୀତା ଚତୁର୍ଥ ଅଧ୍ୟାୟ 32ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି। 16 ଶ୍ଲୋକରେ ଭଗବାନ କହିଥିଲେ, ମୁଁ ତୁମକୁ ସେହି କର୍ମତତ୍ତ୍ୱ କଥା କହିବି ଯାହା ଜାଣି ତୁମେ ଅଶୁଭରୁ ମୁକ୍ତ ହୋଇଯିବ। ସେହି ପ୍ରତିଜ୍ଞା ଅନୁସାରେ 18 ଶ୍ଲୋକରୁ ଏପର୍ଯ୍ୟନ୍ତ ସେହି କର୍ମତତ୍ତ୍ୱ ବର୍ଣ୍ଣନା କରିସାରି ବର୍ତ୍ତମାନ ଭଗବାନ ତାହାର ଉପସଂହାର କରୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, ଏହିପରି ଆହୁରି ବହୁ ପ୍ରକାର ଯଜ୍ଞ ବେଦବାଣୀ ଦ୍ୱାରା ବିସ୍ତାରିତ ଭାବରେ କୁହାଯାଇଛି। ସେସବୁ ମନ, ଇନ୍ଦ୍ରିୟ ଏବଂ ଶରୀରର କ୍ରିୟା ଦ୍ୱାରା ସମ୍ପନ୍ନ ହୁଏ ବୋଲି ଜାଣ। ଏହିପରି ତତ୍ତ୍ୱତଃ ଜାଣି ଯଜ୍ଞ ନିମିତ୍ତ କର୍ମାନୁଷ୍ଠାନ କଲେ ତୁମେ କର୍ମ ବନ୍ଧନରୁ ସର୍ବଥା ମୁକ୍ତି ହୋଇଯିବ। ଏଠାରେ ପ୍ରାରମ୍ଭିକ ପ୍ରଶ୍ନ, ଏହିପରି ଆହୁରି ବହୁ ପ୍ରକାର ଯଜ୍ଞ ବେଦବାଣୀରେ ବିସ୍ତାରିତ ଭାବରେ କୁହାଯାଇଛି। ଏହି ବକ୍ତବ୍ୟର ତାତ୍ପର୍ଯ୍ୟ କ'ଣ? ଏହାର ଉତ୍ତର ହେଲା, ଏହାଦ୍ୱାରା ଭଗବାନ କହୁଛନ୍ତି, ମୁଁ ତୁମକୁ ଏହି ସାଧନା ରୂପକ ଯେଉଁ ଯଜ୍ଞ ବିଷୟ କହିଲି, ଯଜ୍ଞ କେବଳ ସେତିକି ନୁହେଁ, ଏହା ଛଡ଼ା ଆହୁରି ମଧ୍ୟ ପ୍ରତୀକ, ଉପାସନା ଆଦି ବହୁ ପ୍ରକାର ଯଜ୍ଞ ତଥା ପରମାତ୍ମା ପ୍ରାପ୍ତିର ସାଧନା ବେଦରେ ବିସ୍ତାରିତ ଭାବରେ କୁହାଯାଇଛି। ଅଭିମାନ, ମମତ୍ୱ, ଆସକ୍ତି ଏବଂ ଫଳେଚ୍ଛା ତ୍ୟାଗ ପୂର୍ବକ ଏସବୁ ଅନୁଷ୍ଠାନ କରୁଥିବା ସମସ୍ତ ସାଧକ ଯଜ୍ଞ ପାଇଁ କର୍ମ କରନ୍ତି। ଅତଏବ ଏପର୍ଯ୍ୟନ୍ତ କଥିତ ଯଜ୍ଞ କରୁଥିବା ପୁରୁଷମାନଙ୍କ ପରି ସେମାନେ ମଧ୍ୟ କର୍ମ ବନ୍ଧନରେ ନ ପଡ଼ି ସନାତନ ପରମ ବ୍ରହ୍ମକୁ ପ୍ରାପ୍ତ ହୁଅନ୍ତି। ଏଠାରେ ଅନ୍ୟ ଏକ ପ୍ରଶ୍ନ, ଏଠାରେ ବ୍ରହ୍ମ ପଦର ଶବ୍ଦ ଯଦି ବ୍ରହ୍ମା ବା ପରମେଶ୍ୱରର ବୋଲି ମାନି ନିଆଯାଏ ଏବଂ ସେହି ଅନୁସାରେ ଯଜ୍ଞକୁ ବେଦବାଣୀରେ ବିସ୍ତୃତ ବୋଲି ନ ମାନି ବ୍ରହ୍ମାଙ୍କ ମୁଖରେ ବା ପରମେଶ୍ୱରଙ୍କ ମୁଖରେ ବିସ୍ତୃତ ବୋଲି ମାନି ନିଆଯାଏ, ତେବେ ଆପତ୍ତି କ'ଣ? କାରଣ ପ୍ରଜାପତି ବ୍ରହ୍ମା ଯଜ୍ଞ ସହିତ ପ୍ରଜାମାନଙ୍କୁ ଉତ୍ପନ୍ନ କରିଛନ୍ତି। ଏହି କଥା ତୃତୀୟ ଅଧ୍ୟାୟରେ 10ମ ଶ୍ଲୋକରେ ଆସିଛି ଏବଂ ପରମେଶ୍ୱରଙ୍କ ଦ୍ୱାରା ବ୍ରାହ୍ମଣ, ବେଦ ଏବଂ ଯଜ୍ଞର ରଚନା କରାଯାଇଛି। ଏହି କଥା ସପ୍ତଦଶ ଅଧ୍ୟାୟର 23 ଶ୍ଲୋକରେ କୁହାଯାଇଛି। ଏହାର ଉତ୍ତର ହେଲା, ପ୍ରଜାପତି ବ୍ରହ୍ମାଙ୍କର ଉତ୍ପତ୍ତି ମଧ୍ୟ ପରମେଶ୍ୱରଙ୍କ ଠାରୁ ହୋଇଛି। ତେଣୁ ବେଦ, ବ୍ରାହ୍ମଣ ଏବଂ ଯଜ୍ଞାଦି ବ୍ରହ୍ମାଙ୍କ ଠାରୁ ଉତ୍ପନ୍ନ ବୋଲି କହିବା, ଯାହା ପରମେଶ୍ୱରଙ୍କ ଠାରୁ ଉତ୍ପନ୍ନ ବୋଲି କହିବା, ତାହା ସେହିପରି ଭିନ୍ନ ଭିନ୍ନ ଯଜ୍ଞର ବିସ୍ତାରିତ ବର୍ଣ୍ଣନା ବେଦରେ ରହିଛି ଏବଂ ବେଦର ପ୍ରକଟନ ବ୍ରହ୍ମାଙ୍କ ଠାରୁ ହୋଇଛି ତଥା ବ୍ରହ୍ମାଙ୍କ ଉତ୍ପତ୍ତି ପରମେଶ୍ୱରଙ୍କ ଠାରୁ ହୋଇଛି। ତେଣୁ ଯଜ୍ଞକୁ ପରମେଶ୍ୱରଙ୍କ ଠାରୁ ବା ବ୍ରହ୍ମାଙ୍କ ଠାରୁ ଉତ୍ପନ୍ନ କହିବା ଯାହା, ବେଦରୁ ଉତ୍ପନ୍ନ ବୋଲି କହିବା ତାହା। କିନ୍ତୁ ଅନ୍ୟତ୍ର ଯଜ୍ଞକୁ ବେଦରୁ ଉତ୍ପନ୍ନ ବୋଲି କୁହାଯାଇଛି ଏବଂ ଏହା ବିସ୍ତାର ପୂର୍ବକ ବର୍ଣ୍ଣନା ମଧ୍ୟ ବେଦରେ ଅଛି। ତେଣୁ ବ୍ରହ୍ମ ଶବ୍ଦର ଅର୍ଥ ବେଦ ବୋଲି ମାନି ଯେପରି ଅର୍ଥ କରାଯାଇଛି, ତାହା ଠିକ୍ ବୋଲି ଜଣାପଡ଼ୁଛି। ଏଠାରେ ପ୍ରଶ୍ନ ଆସୁଛି, ସେସବୁ ମନ, ଇନ୍ଦ୍ରିୟ ଏବଂ ଶରୀରର କ୍ରିୟା ଦ୍ୱାରା ସମ୍ପନ୍ନ ହୁଏ ବୋଲି ଜାଣ। ଏହାର ଅର୍ଥ କ'ଣ? ଏହାର ଉତ୍ତର ହେଲା, ଏହି ବକ୍ତବ୍ୟର ଭଗବାନ କର୍ମ ସମ୍ବନ୍ଧରେ 3ଟି ଜ୍ଞାତବ୍ୟ ବିଷୟ କହିଛନ୍ତି। ଯଥା, ଏକରେ ହେଲା ଏଠାରେ ଯେଉଁ ସାଧନା ରୂପକ ଯଜ୍ଞ ବର୍ଣ୍ଣନା କରାଯାଇଛି ଏବଂ ଏହା ବ୍ୟତୀତ ଆହୁରି ମଧ୍ୟ ଯେତେ ପ୍ରକାର କର୍ତ୍ତବ୍ୟ କର୍ମ ରୂପକ ଯଜ୍ଞ ଶାସ୍ତ୍ରରେ କୁହାଯାଇଛି, ସେସବୁ ମନ, ଇନ୍ଦ୍ରିୟ ଏବଂ ଶରୀରର କ୍ରିୟା ଦ୍ୱାରା ହିଁ ହୁଏ। ସେଥିମଧ୍ୟରୁ କାହାର ସମ୍ବନ୍ଧ କେବଳ ମନ ସହିତ ରହିଛି, କାହାର ସମ୍ବନ୍ଧ ମନ ଓ ଇନ୍ଦ୍ରିୟ ସହିତ ରହିଛି ଏବଂ କାହାରି ସମ୍ବନ୍ଧ ମନ, ଇନ୍ଦ୍ରିୟ ଓ ଶରୀର ଏହି ସମସ୍ତଙ୍କ ସହିତ ରହିଛି। ଏପରି କୌଣସି ଯଜ୍ଞ ନାହିଁ ଯାହାର ସମ୍ବନ୍ଧ ଏହି 3ଟି ମଧ୍ୟରୁ କୌଣସିଟି ସହିତ ନାହିଁ। ତେଣୁ ସାଧକଙ୍କ ଉଚିତ ଯେ ଯେଉଁ ସାଧନାରେ ଶରୀର, ଇନ୍ଦ୍ରିୟ ଏବଂ ପ୍ରାଣମାନଙ୍କର କ୍ରିୟା ବା ସଂକଳ୍ପ, ବିକଳ୍ପ ଆଦି ମନର କ୍ରିୟା ତ୍ୟାଗ କରିଦିଆଯାଏ, ସେହି ତ୍ୟାଗ ରୂପକ ସାଧନାକୁ ମଧ୍ୟ କର୍ମ ବୋଲି ବୁଝିବାକୁ ହେବ ଏବଂ ତାହା ଫଳ କାମନା, ଆସକ୍ତି ତଥା ମମତ୍ୱରୁ ରହିତ ହୋଇ କରିବାକୁ ହେବ। ନହେଲେ ତାହା ମଧ୍ୟ ବନ୍ଧନର କାରଣ ହୋଇଯିବ। ଦ୍ୱିତୀୟରେ ହେଲା, ଯଜ୍ଞ ବୋଲି କୁହାଯାଉଥିବା ଯେତେ ଶାସ୍ତ୍ର ବିହିତ କର୍ତ୍ତବ୍ୟ ଏବଂ ପରମାତ୍ମା ପ୍ରାପ୍ତି ରୂପକ ଭିନ୍ନ ଭିନ୍ନ ସାଧନା ରହିଛି, ସେଗୁଡ଼ିକ ପ୍ରକୃତିର କାର୍ଯ୍ୟ ରୂପକ ମନ, ଇନ୍ଦ୍ରିୟ ଏବଂ ଶରୀରର କ୍ରିୟା ଦ୍ୱାରା ହିଁ ସମ୍ପନ୍ନ ହୁଏ। ଆତ୍ମାର ସେଥିରେ କୌଣସି ସମ୍ବନ୍ଧ ନାହିଁ। ତେଣୁ କୌଣସି କର୍ମ ବା ସାଧନାରେ ଜ୍ଞାନଯୋଗୀ କର୍ତ୍ତାପଣର ଅଭିମାନ କରିବା ଉଚିତ ନୁହେଁ। ତୃତୀୟରେ ହେଲା, ମନ, ଇନ୍ଦ୍ରିୟ ଓ ଶରୀରର ଚେଷ୍ଟା ରୂପକ
କର୍ମ ବିନା ପରମାତ୍ମା ପ୍ରାପ୍ତି ବା କର୍ମ ବନ୍ଧନରୁ ମୁକ୍ତି ହୋଇ ନପାରେ। କର୍ମ ବନ୍ଧନରୁ ମୁକ୍ତ ହେବାର ଯେତେ ପ୍ରକାର ଉପାୟ କୁହାଯାଇଛି ସେସବୁ ମନ, ଇନ୍ଦ୍ରିୟ ଏବଂ ଶରୀରର କ୍ରିୟା ଦ୍ୱାରା ହିଁ ସିଦ୍ଧ ହୁଏ। ଏଣୁ ପରମାତ୍ମାଙ୍କୁ ପାଇବାକୁ ଏବଂ କର୍ମ ବନ୍ଧନରୁ ମୁକ୍ତ ହେବାକୁ ଇଚ୍ଛା କରୁଥିବା ମନୁଷ୍ୟ ମମତ୍ୱ, ଅଭିମାନ, ଫଳେଚ୍ଛା ଏବଂ ଆସକ୍ତି ତ୍ୟାଗ ପୂର୍ବକ କିଛି ନା କିଛି ସାଧନାରେ ଅବଶ୍ୟ ତତ୍ପର ହୋଇଯିବା ଉଚିତ। ଏଠାରେ ଅନ୍ତିମ ପ୍ରଶ୍ନ ହେଉଛି, ଏହିପରି ତତ୍ତ୍ୱତଃ ଜାଣି ଯଜ୍ଞ ନିମନ୍ତ କର୍ମ ଅନୁଷ୍ଠାନ କଲେ ତୁମେ କର୍ମ ବନ୍ଧନରୁ ମୁକ୍ତି ହୋଇଯିବ। ଏହି ବକ୍ତବ୍ୟର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଏହାଦ୍ୱାରା ଭଗବାନ କହୁଛନ୍ତି 18 ଶ୍ଲୋକରୁ ଏପର୍ଯ୍ୟନ୍ତ ମୁଁ ତୁମକୁ ଯେଉଁ କର୍ମ ତତ୍ତ୍ୱ କହିଛି ସେହି ଅନୁସାରେ ସମସ୍ତ ଯଜ୍ଞ ଉପରୋକ୍ତ ପ୍ରକାରେ ଭଲ ଭାବରେ ତତ୍ତ୍ୱତଃ ଜାଣି ଅନୁଷ୍ଠାନ କଲେ ତୁମେ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ। କାରଣ ଏହି ତତ୍ତ୍ୱ ବୁଝି କର୍ମ କରୁଥିବା ପୁରୁଷମାନଙ୍କର କର୍ମ ବନ୍ଧନକାରକ ହୁଏ ନାହିଁ, ବରଂ ଏହା ପୂର୍ବ ସଞ୍ଚିତ କର୍ମକୁ ମଧ୍ୟ ନାଶ କରିଦେଇ ମୁକ୍ତିଦାୟକ ହୋଇଯାଏ। 33ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଉପରୋକ୍ତ ପ୍ରକରଣର ଭଗବାନ କେତେ ପ୍ରକାର ଯଜ୍ଞର ବର୍ଣ୍ଣନା କରିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ଏହା ବ୍ୟତୀତ ଆହୁରି ବହୁ ପ୍ରକାର ଯଜ୍ଞ ବେଦ ଶାସ୍ତ୍ରରେ କୁହାଯାଇଛି। ତେଣୁ ଏଠାରେ ଜିଜ୍ଞାସା ହୁଏ, ଏସବୁ ଯଜ୍ଞମାନଙ୍କ ମଧ୍ୟରୁ କେଉଁ ଯଜ୍ଞ ଶ୍ରେଷ୍ଠ? ଏହା ଉପରେ ଭଗବାନ କହୁଛନ୍ତି, ହେ ପରନ୍ତପ ଅର୍ଜୁନ, ଦ୍ରବ୍ୟମୟ ଯଜ୍ଞ ଅପେକ୍ଷା ଜ୍ଞାନ ଯଜ୍ଞ ଅତ୍ୟନ୍ତ ଶ୍ରେଷ୍ଠ। କାରଣ ଯେକୌଣସି ପ୍ରକାର କର୍ମ ହେଉନା କାହିଁକି ସକଳ କର୍ମର ପରିସମାପ୍ତି ଜ୍ଞାନରେ ହୋଇଯାଏ। ପ୍ରଶ୍ନ ହେଲା, ଏଠାରେ ଦ୍ରବ୍ୟମୟ ଯଜ୍ଞ କେଉଁ ଯଜ୍ଞର ବାଚକ ଏବଂ ଜ୍ଞାନ ଯଜ୍ଞ କେଉଁ ଯଜ୍ଞର? ଦ୍ରବ୍ୟମୟ ଯଜ୍ଞ ଅପେକ୍ଷା ଜ୍ଞାନ ଯଜ୍ଞ ଶ୍ରେଷ୍ଠ କହିବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଯେଉଁ ଯଜ୍ଞରେ ଦ୍ରବ୍ୟର ଅର୍ଥାତ୍ ସାଂସାରିକ ବସ୍ତୁର ପ୍ରଧାନତା ଥାଏ ତାହାକୁ ଦ୍ରବ୍ୟମୟ ଯଜ୍ଞ କହନ୍ତି। ଏଣୁ ଅଗ୍ନିରେ ଘିଅ, ଚିନି, ଦହି, ଦୁଧ, ତିଳ, ଯବ, ଚାଉଳ, ଫଳ, ଚନ୍ଦନ, କର୍ପୂର, ଧୂପ ଏବଂ ସୁଗନ୍ଧିତ ଯୁକ୍ତ ଔଷଧି ଆଦି ହବି ବିଧିପୂର୍ବକ ହୋମ କରିବା, ଦାନ ଦେବା, ପରୋପକାର ପାଇଁ କୂପ, ବାମ୍ଫା, ପୁଷ୍କରଣୀ, ଧର୍ମଶାଳା ଆଦି ତିଆରି କରିବା, ବଳି ବୈଶ୍ୱଦେବ କରିବା ଆଦି ଯେତେ ସବୁ ସାଂସାରିକ ପଦାର୍ଥ ସହିତ ସମ୍ପୃକ୍ତ ଶାସ୍ତ୍ର ବିହିତ ଶୁଭ କର୍ମ ରହିଛି ସେସବୁ ଦ୍ରବ୍ୟମୟ ଯଜ୍ଞର ଅନ୍ତର୍ଗତ। ଉପରୋକ୍ତ ସାଧନାରେ ଦ୍ରବ୍ୟ ଯଜ୍ଞ, ବିଷୟ ହବନ ରୂପକ ଯଜ୍ଞ ଏବଂ ଦ୍ରବ୍ୟ ଯଜ୍ଞ ନାମରେ ଏହା ବର୍ଣ୍ଣନା ହୋଇଛି। ଏଠାରେ ଭିନ୍ନ ବିବେକ, ବିଚାର ଏବଂ ଆଧ୍ୟାତ୍ମିକ ଜ୍ଞାନ ସହିତ ସମ୍ପୃକ୍ତ ଯେଉଁ ସାଧନା ରହିଛି ସେସବୁ ଜ୍ଞାନ ଯଜ୍ଞର ଅନ୍ତର୍ଗତ। ଏଠାରେ ଦ୍ରବ୍ୟମୟ ଯଜ୍ଞଠାରୁ ଜ୍ଞାନ ଯଜ୍ଞ ଶ୍ରେଷ୍ଠ ବୋଲି କହି ଭଗବାନ ଦେଖାଇଛନ୍ତି ଯେ ଯଦି କୌଣସି ସାଧକ ନିଜର ଅଧିକାର ଅନୁସାରେ ଶାସ୍ତ୍ର ବିହିତ ଅଗ୍ନିହୋତ୍ର, ବ୍ରାହ୍ମଣ ଭୋଜନ, ଦାନ ଆଦି ଶୁଭକର୍ମ ଅନୁଷ୍ଠାନ ନ କରି କେବଳ ଆତ୍ମସଂଯମ, ଶାସ୍ତ୍ରାଧ୍ୟୟନ, ତତ୍ତ୍ୱ ବିଚାର ଏବଂ ଯୋଗ ସାଧନା ଆଦି ବିବେକ ବିଜ୍ଞାନ ସମ୍ବନ୍ଧୀ ଶୁଭ କର୍ମମାନଙ୍କ ମଧ୍ୟରୁ କୌଣସି ଗୋଟିଏ ବି ଅନୁଷ୍ଠାନ କରନ୍ତି ତେବେ ଏହା ବୁଝିବା ଉଚିତ ନୁହେଁ ଯେ ସେ ଶୁଭ କର୍ମ ତ୍ୟାଗୀ, ବରଂ ବୁଝିବାକୁ ହେବ ଯେ ସେ ତାହା ଅପେକ୍ଷା ଶ୍ରେଷ୍ଠ କାର୍ଯ୍ୟ କରୁଛନ୍ତି। କାରଣ ମମତ୍ୱ, ଆସକ୍ତି ଏବଂ ଫଳେଚ୍ଛା ତ୍ୟାଗ କରି ଜ୍ଞାନପୂର୍ବକ କରାଯାଉଥିବା ଦ୍ରବ୍ୟ ଯଜ୍ଞ ହିଁ ମୁକ୍ତିର କାରଣ ହୁଏ। ସେପରି ଅନୁଷ୍ଠାନ ନ ହେଲେ ତାହା ଓଲଟି ବନ୍ଧନର କାରଣ ହୋଇଯିବ। ଉପର୍ଯ୍ୟୁକ୍ତ ସାଧନାମାନଙ୍କର ଲାଗିଥିବା ଲୋକେ ତ ବିଷୟମାନଙ୍କୁ ସ୍ୱରୂପତଃ ତ୍ୟାଗ କରିଦିଅନ୍ତି, ସେମାନଙ୍କ କାର୍ଯ୍ୟରେ ହିଂସାଦି ଦୋଷ ସ୍ୱରୂପତଃ ମଧ୍ୟ ନଥାଏ। ଏହି ହେତୁ ମଧ୍ୟ ସେମାନେ ଉତ୍ତମ ଯଥାର୍ଥ ଜ୍ଞାନ ପ୍ରାପ୍ତିରେ ଭାବର ପ୍ରାଧାନ୍ୟ ରହେ, ସାଂସାରିକ ବସ୍ତୁମାନଙ୍କ ବିସ୍ତାରରେ ନୁହେଁ। ତେଣୁ ଦ୍ରବ୍ୟମୟ ଯଜ୍ଞ ଅପେକ୍ଷା ଜ୍ଞାନ ଯଜ୍ଞକୁ ଶ୍ରେଷ୍ଠ ବୋଲି କୁହାଯାଇଛି। ଏଠାରେ ଅନେକ ପ୍ରଶ୍ନ। ଏଠାରେ ଅଖିଳମ୍ ଏବଂ ସର୍ବମ୍ ବିଶେଷଣ ସହିତ କର୍ମପଦ କାହାର ବାଚକ ଏବଂ ଯେକୌଣସି ପ୍ରକାର କର୍ମ ହେଉନା କାହିଁକି ତାହାର ଜ୍ଞାନରେ ପରିସମାପ୍ତି ହୋଇଯାଏ କହିବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଉପରୋକ୍ତ ପ୍ରକରଣରେ ଯେତେ ସବୁ ସାଧନ ରୂପକ କର୍ମ କୁହାଯାଇଛି ତାହା ଯେତେ ସବୁ ଶୁଭ କର୍ମ ରୂପକ ଯଜ୍ଞ ବେଦଶାସ୍ତ୍ରରେ ବର୍ଣ୍ଣିତ ହୋଇଛି, ଏଠାରେ ଅଖିଳମ୍ ଏବଂ ସର୍ବମ୍ ବିଶେଷଣ ସହିତ କର୍ମ ଜ୍ଞାନରେ ପରିସମାପ୍ତି ହୋଇଯାଏ ବୋଲି କହି ଭଗବାନ ଦେଖାଇଛନ୍ତି ଯେ ସମସ୍ତ ସାଧନାରେ ଚରମ ଫଳ
ହେଉଛି ପରମାତ୍ମା ଜ୍ଞାନ ପ୍ରାପ୍ତି। ଯଥାର୍ଥ ଜ୍ଞାନ ଦ୍ୱାରା ଯାହାଙ୍କର ପରମ ପ୍ରାପ୍ତି ହୋଇଯାଏ ତାଙ୍କର ଆଉ କିଛି ପାଇବାକୁ ବାକି ରହେ ନାହିଁ। ପ୍ରଶ୍ନ ହେଲା, ଏହି ଶ୍ଲୋକରେ ଆସିଥିବା ଜ୍ଞାନଯଜ୍ଞ ଏବଂ ଜ୍ଞାନର ଅର୍ଥ ଏକା ନା ଭିନ୍ନ ଭିନ୍ନ? ଉତ୍ତର ହେଲା, ଦୁହିଁଙ୍କର ଅର୍ଥ ଏକ ନୁହେଁ। ଜ୍ଞାନଯଜ୍ଞ ଶବ୍ଦ ତ ଯଥାର୍ଥ ଜ୍ଞାନ ପ୍ରାପ୍ତି ପାଇଁ କରାଯାଉଥିବା ବିବେକ, ବିଚାର ଏବଂ ସଂଯମ ପ୍ରଧାନ ସାଧନାର ବାଚକ ଏବଂ ଜ୍ଞାନ ଶବ୍ଦ ହେଉଛି ସମସ୍ତ ସାଧନାର ଫଳରୂପ ପରମାତ୍ମାଙ୍କ ଯଥାର୍ଥ ଜ୍ଞାନର ବାଚକ। ଦୁହିଁଙ୍କର ଅର୍ଥରେ ଏହିପରି ପ୍ରଭେଦ ରହିଛି। ଶ୍ରୀମଦ୍ ଭଗବଦ ଗୀତା 4th ଅଧ୍ୟାୟ 34ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଏହିପରି ଭାବରେ ଜ୍ଞାନ ଯଜ୍ଞର ଏବଂ ତାହାର ଫଳରୂପକ ଜ୍ଞାନର ପ୍ରଶଂସା କରିସାରି ଭଗବାନ ବର୍ତ୍ତମାନ ପରବର୍ତ୍ତୀ 2ଟି ଶ୍ଲୋକରେ ଜ୍ଞାନ ପାଇବା ନିମନ୍ତେ ଅର୍ଜୁନଙ୍କୁ ଆଜ୍ଞା ଦେଉଛନ୍ତି ଏବଂ ଜ୍ଞାନ ପ୍ରାପ୍ତିର ମାର୍ଗ ଓ ତାହାର ଫଳ କହୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, ସେହି ଜ୍ଞାନକୁ ତୁମେ ତତ୍ତ୍ୱଦର୍ଶୀ ଜ୍ଞାନୀମାନଙ୍କ ନିକଟକୁ ଯାଇ ବୁଝ, ତାଙ୍କୁ ଭଲ ଭାବେ ଦଣ୍ଡବତ ପ୍ରଣାମ କରି ସେବା କରି ଏବଂ କପଟ ତ୍ୟାଗ କରି ସରଳତାପୂର୍ବକ ପ୍ରଶ୍ନ କଲେ ଭଲ ଭାବରେ ପରମାତ୍ମା ତତ୍ତ୍ୱ ଜାଣିଥିବା ସେହି ଜ୍ଞାନୀ ମହାତ୍ମା ତୁମକୁ ତତ୍ତ୍ୱଜ୍ଞାନ ଉପଦେଶ ଦେବେ। ପ୍ରଶ୍ନ, ଏଠାରେ ତତ୍ ପଦ କାହାର ବାଚକ? ପୂର୍ବ ଶ୍ଲୋକରେ ସମସ୍ତ ସାଧନାର ଫଳରୂପ ଯେଉଁ ତତ୍ତ୍ୱଜ୍ଞାନ ପ୍ରଶଂସା କରାଯାଇଛି ଏବଂ ଯାହା ପରମାତ୍ମାଙ୍କ ସ୍ୱରୂପର ଯଥାର୍ଥ ଜ୍ଞାନ, ଏଠାରେ ତତ୍ ପଦଟି ହେଉଛି ତାହାର ବାଚକ। ଅନ୍ୟ ଏକ ପ୍ରଶ୍ନ, ସେହି ଜ୍ଞାନ ବୁଝ ବୋଲି କହିବାର ତାତ୍ପର୍ଯ୍ୟ କ'ଣ? ଏହାର ଉତ୍ତର ହେଲା, ଏହାଦ୍ୱାରା ଭଗବାନ ଦେଖାଇଛନ୍ତି ଯେ ପରମାତ୍ମାଙ୍କ ଯଥାର୍ଥ ତତ୍ତ୍ୱ ନ ଜାଣିଲେ ମନୁଷ୍ୟ ଜନ୍ମ ମରଣ ରୂପକ କର୍ମ ବନ୍ଧନରୁ ମୁକ୍ତି ପାଇପାରିବ ନାହିଁ। ଏଣୁ ତାହା ଅବଶ୍ୟ ବୁଝିବା ଉଚିତ। ପ୍ରଶ୍ନ, ଏଠାରେ ତତ୍ତ୍ୱଦର୍ଶୀ ଜ୍ଞାନୀମାନଙ୍କ ଠାରୁ ଜ୍ଞାନ ଶିଖ ବୋଲି କହିବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଭଗବାନ ବାରମ୍ବାର ପରମାତ୍ମା ତତ୍ତ୍ୱ କଥା କହୁଥିଲେ ମଧ୍ୟ ଅର୍ଜୁନ ତାହା ବୁଝି ନ ପାରିବାରୁ ତାଙ୍କଠାରେ କେତେକାଂଶରେ ଶ୍ରଦ୍ଧାର ଅଭାବ ଥିବା ସିଦ୍ଧ ହେଉଛି। ଏଣୁ ତାଙ୍କର ଶ୍ରଦ୍ଧା ବଢ଼ାଇବା ପାଇଁ ତାଙ୍କୁ ଜ୍ଞାନୀମାନଙ୍କ ପାଖକୁ ଯାଇ ଜ୍ଞାନ ଶିକ୍ଷା କର ବୋଲି କହି ଚେତାବନୀ ଦେଇଛନ୍ତି। ପ୍ରଶ୍ନ, ପ୍ରଣିପାତ କାହାକୁ କହନ୍ତି? ଉତ୍ତର ହେଲା, ଶ୍ରଦ୍ଧା ଭକ୍ତି ପୂର୍ବକ ସରଳ ଭାବରେ ଦଣ୍ଡବତ ପ୍ରଣାମ କରିବାକୁ ପ୍ରଣିପାତ କହନ୍ତି। ପ୍ରଶ୍ନ ହେଲା, ସେବା କାହାକୁ କହନ୍ତି? ଉତ୍ତର ହେଲା, ଶ୍ରଦ୍ଧା ଭକ୍ତିପୂର୍ବକ ମହାପୁରୁଷଙ୍କ ନିକଟରେ ରହିବା, ତାଙ୍କ ଆଜ୍ଞା ପାଳନ କରିବା, ତାଙ୍କ ମାନସିକ ଭାବକୁ ବୁଝିବା, ସବୁ ପ୍ରକାରେ ତାଙ୍କୁ ସୁଖ ଦେବାକୁ ଚେଷ୍ଟା କରିବା, ଏସବୁ ସେବାର ଅନ୍ତର୍ଗତ। ପ୍ରଶ୍ନ ହେଲା, ପରିପ୍ରଶ୍ନ କାହାକୁ କହନ୍ତି? ଉତ୍ତର ହେଲା, ପରମାତ୍ମାଙ୍କ ତତ୍ତ୍ୱ ଜାଣିବା ଇଚ୍ଛା, ଶ୍ରଦ୍ଧା ଓ ଭକ୍ତିର ସହିତ କୌଣସି କଥା ପଚାରିବାକୁ ପରିପ୍ରଶ୍ନ କହନ୍ତି। ଅର୍ଥାତ୍ ମୁଁ କିଏ, ମାୟା କ'ଣ, ପରମାତ୍ମାଙ୍କ ସ୍ୱରୂପ କ'ଣ, ପରମାତ୍ମାଙ୍କ ସହିତ ମୋର କି ସମ୍ବନ୍ଧ, ବନ୍ଧନ କ'ଣ, ମୁକ୍ତି କ'ଣ, କିପରି ସାଧନା କଲେ ପରମାତ୍ମାଙ୍କୁ ପାଇହେବ ଇତ୍ୟାଦି ଆଧ୍ୟାତ୍ମ ବିଷୟକ ପ୍ରଶ୍ନ ଶ୍ରଦ୍ଧା ଭକ୍ତି ଏବଂ ସରଳତାପୂର୍ବକ ପଚାରିବା ହିଁ ପରିପ୍ରଶ୍ନ। ତର୍କ ଓ ବିତଣ୍ଡା ମନୋଭାବ ନେଇ ପ୍ରଶ୍ନ କରିବା ପରିପ୍ରଶ୍ନ ନୁହେଁ। ଏଠାରେ ପ୍ରଶ୍ନ ହେଉଛି, ପ୍ରଣାମ କରି ସେବା କରି ସରଳତାପୂର୍ବକ ପ୍ରଶ୍ନ କଲେ ତତ୍ତ୍ୱଜ୍ଞାନୀମାନେ ତୁମକୁ ଜ୍ଞାନ ଉପଦେଶ ଦେବେ, ଏହି କଥାର ଅଭିପ୍ରାୟ କ'ଣ? ଏସବୁ ନ କଲେ କ'ଣ ଜ୍ଞାନୀମାନେ ଉପଦେଶ ଦେବେ ନାହିଁ? ଉତ୍ତର ହେଲା, ଉପରୋକ୍ତ କଥନରେ ଭଗବାନ ଜ୍ଞାନ ପ୍ରାପ୍ତି ନିମନ୍ତେ ଶ୍ରଦ୍ଧା ଭକ୍ତି ଏବଂ ସରଳ ଭାବ ଯେ ଆବଶ୍ୟକ ତାହା ପ୍ରତିପାଦନ କରିଛନ୍ତି। ଅଭିପ୍ରାୟ ଏହି ଯେ ଶ୍ରଦ୍ଧା ଭକ୍ତି ରହିତ ମନୁଷ୍ୟକୁ ଦିଆଯାଇଥିବା ଉପଦେଶ ତାହା ଦ୍ୱାରା ଗ୍ରହଣ କରାଯାଏ ନାହିଁ। ତେଣୁ ମହାପୁରୁଷମାନଙ୍କ ପ୍ରଣାମ ସେବା ଏବଂ ଆଦର ସତ୍କାର କୌଣସି ଆବଶ୍ୟକତା ନଥିଲେ ମଧ୍ୟ ଅଭିମାନପୂର୍ବକ ଉଦଣ୍ଡ ଭାବରେ ପରୀକ୍ଷା ବୁଦ୍ଧିରେ ବା କପଟ ଭାବରେ ପ୍ରଶ୍ନ କରୁଥିବା ଲୋକଙ୍କ ଆଗରେ ତତ୍ତ୍ୱଜ୍ଞାନ କହିବାକୁ ସେମାନଙ୍କ ପ୍ରବୃତ୍ତି ହୁଏ ନାହିଁ। ଏଣୁ ତତ୍ତ୍ୱଜ୍ଞାନ ପାଇବାକୁ ଇଚ୍ଛୁକ ଲୋକ ଶ୍ରଦ୍ଧା ଭକ୍ତିପୂର୍ବକ ମହାପୁରୁଷଙ୍କ ନିକଟକୁ ଯାଇ ସେମାନଙ୍କ ପାଖରେ ଆତ୍ମସମର୍ପଣ କରି ଭଲ ଭାବରେ ସେମାନଙ୍କୁ ସେବା କରି ଏବଂ ଅବକାଶ ଦେଖି ତାଙ୍କୁ ତତ୍ତ୍ୱଜ୍ଞାନ କଥା ପଚାରିବା ଉଚିତ। ଏହିପରି କଲେ ବାଛୁରୀ ଦେଖିଲେ ବାତ୍ସଲ୍ୟ ହେତୁ ଯେପରି ଗାଈ ପଦ୍ମାରୁ କ୍ଷୀର ଝରେ ଏବଂ ଶିଶୁକୁ ଦେଖିଲେ ଯେପରି ମାତା ସ୍ତନରୁ ଦୁଗ୍ଧ ସ୍ରୋତ ବହିବାକୁ ଲାଗେ, ଜ୍ଞାନୀ ପୁରୁଷମାନଙ୍କ ଅନ୍ତଃକରଣରେ ସେହିପରି ସେହି ଅଧିକାରୀଙ୍କୁ ଉପଦେଶ ଦେବାକୁ ଜ୍ଞାନ ସମୁଦ୍ର ଉଛୁଳି ଉଠେ।
ତେଣୁ ଶ୍ରୁତିରେ କୁହାଯାଇଛି ତଦ୍ ବିଜ୍ଞାନାର୍ଥଂ ସ ଗୁରୁମେବା ଭିଗଚ୍ଛେତ୍ ସମିତ୍ ପାଣି ହିଁ ଶ୍ରୁତିୟଂ ବ୍ରହ୍ମନିଷ୍ଠମ୍। ଅର୍ଥାତ୍ ସେହି ତତ୍ତ୍ୱଜ୍ଞାନ ଜାଣିବା ପାଇଁ ସେ ହାତରେ ସମିଧ ବା ଯଥାଶକ୍ତି ଭେଟି ନେଇ ନିରଭିମାନ ହୋଇ ବେଦଶାସ୍ତ୍ରରେ ତତ୍ତ୍ୱଜ୍ଞାତା ବ୍ରହ୍ମନିଷ୍ଠ ମହାତ୍ମା ପୁରୁଷଙ୍କ ନିକଟକୁ ଯିବା ଉଚିତ। ପ୍ରଶ୍ନ ହେଲା, ଅନ୍ତିମ ପ୍ରଶ୍ନ, ଏଠାରେ ଜ୍ଞାନୀନ ସହିତ ତତ୍ତ୍ୱଦର୍ଶୀନ ବିଶେଷଣ ଦେବାର ଏବଂ ସେଥିରେ ବହୁବଚନ ପ୍ରୟୋଗ କରିବାର ଯଥାର୍ଥ କ'ଣ? ଏହାର ଉତ୍ତର ହେଲା, ଜ୍ଞାନୀନ ସହିତ ତତ୍ତ୍ୱଦର୍ଶୀନ ବିଶେଷଣ ଦେଇ ଭଗବାନ ଦେଖାଇଛନ୍ତି ଯେ ଭଲ ଭାବରେ ପରମାତ୍ମା ତତ୍ତ୍ୱ ଜାଣିଥିବା ଦେବଦେତ୍ତା ଜ୍ଞାନୀ ପୁରୁଷ ହିଁ ସେହି ତତ୍ତ୍ୱଜ୍ଞାନ ଉପଦେଶ ଦେଇପାରନ୍ତି। କେବଳ ଶାସ୍ତ୍ରଜ୍ଞାତା ବା ସାଧାରଣ ମନୁଷ୍ୟ ତାହା ଦେଇପାରିବେ ନାହିଁ। ଜ୍ଞାନୀ ମହାପୁରୁଷଙ୍କୁ ସମ୍ମାନ ଦେବା ପାଇଁ ବହୁବଚନ ପ୍ରୟୋଗ କରାଯାଇଛି। ବହୁତ ତତ୍ତ୍ୱଜ୍ଞାନୀ ମିଳି ତୁମକୁ ଜ୍ଞାନୋପଦେଶ ଦେବେ ବୋଲି କହିବା ପାଇଁ ବହୁବଚନ ପ୍ରୟୋଗ ହୋଇନାହିଁ। ଶ୍ରୀମଦ୍ ଭଗବଦ୍ ଗୀତା 4th ଅଧ୍ୟାୟ 35ତମ ଶ୍ଲୋକର ଭାବାର୍ଥ, ଯାହା ଜାଣି ତୁମେ ଆଉ ଏହିପରି ମୋହ ପ୍ରାପ୍ତ ହେବ ନାହିଁ, ତାହା ହେ ଅର୍ଜୁନ, ସେହି ଜ୍ଞାନ ଦ୍ୱାରା ତୁମେ ସକଳ ଭୂତଙ୍କୁ ସର୍ବଭାବରେ ପ୍ରଥମେ ନିଜଠାରେ ଏବଂ ପରେ ମୋ ଠାରେ ଅର୍ଥାତ୍ ସଚ୍ଚିଦାନନ୍ଦ ଘନ ପରମାତ୍ମାଙ୍କଠାରେ ଦେଖିବ। ଏଠାରେ ପ୍ରଶ୍ନ ହେଉଛି, ଏଠାରେ ଯତ୍ ପଦ କାହାର ବାଚକ, ତାହା ଜାଣିବା ଅର୍ଥ କ'ଣ? ତଥା ଆଉ ଏପରି ମୋହପ୍ରାପ୍ତ ହେବ ନାହିଁର ଅର୍ଥ କ'ଣ? ଉତ୍ତର ହେଲା, ଏହାର ଯତ୍ ପଦ ପୂର୍ବ ଶ୍ଲୋକରେ ବର୍ଣ୍ଣିତ ଜ୍ଞାନୀ ମହାପୁରୁଷଙ୍କ ଦ୍ୱାରା ଉପଦିଷ୍ଟ ତତ୍ତ୍ୱଜ୍ଞାନର ବାଚକ ଏବଂ ଏହି ଉପଦେଶ ଅନୁସାରେ ପରମାତ୍ମାଙ୍କ ସ୍ୱରୂପକୁ ଭଲ ଭାବରେ ପ୍ରତ୍ୟକ୍ଷ କରିନେବା ହିଁ ସେହି ଜ୍ଞାନକୁ ଜାଣିବା। ଏପରି ମୋହପ୍ରାପ୍ତ ହେବ ନାହିଁ କହି ଭଗବାନ କହୁଛନ୍ତି, ବର୍ତ୍ତମାନ ତୁମେ ଯେଉଁପରି ମୋହବଶ ହୋଇ ଶୋକରେ ନିମଗ୍ନ ହୋଇଛ, ମହାପୁରୁଷଙ୍କ ଦ୍ୱାରା ଉପଦିଷ୍ଟ ଜ୍ଞାନ ଅନୁସାରେ ପରମାତ୍ମାଙ୍କୁ ସାକ୍ଷାତ କରିବା ପରେ ତୁମେ ଆଉ ସେପରି ମୋହବଶ ହେବ ନାହିଁ। କାରଣ ସୂର୍ଯ୍ୟୋଦୟ ହେବା ପରେ ଯେପରି ରାତ୍ରିର ଘନ ଅନ୍ଧାରରେ ରହେ ନାହିଁ, ଯଥାର୍ଥ ପରମାତ୍ମା ଜ୍ଞାନ ହୋଇଯିବା ପରେ ସେହିପରି ମୁଁ କିଏ, ସଂସାର କ'ଣ, ମାୟା କ'ଣ, ବ୍ରହ୍ମ କ'ଣ ଇତ୍ୟାଦି କୌଣସି ବି ବିଷୟ ଜାଣିବାକୁ ବାକି ରହେ ନାହିଁ। ଫଳତଃ ଶରୀରକୁ ଆତ୍ମା ବୋଲି ଭାବି ସେଥିରେ ସମ୍ବନ୍ଧ ରଖୁଥିବା ପ୍ରାଣୀମାନଙ୍କ ଠାରେ ଏବଂ ବିଭିନ୍ନ ପଦାର୍ଥରେ ମମତ୍ୱ ରଖିବା, ଶରୀରର ଉତ୍ପତ୍ତି ବିନାଶରେ ଆତ୍ମାର ଜନ୍ମ ମରଣ ହୁଏ ବୋଲି ବୁଝି ସଂଯୋଗ ବିୟୋଗରେ ଦୁଃଖୀ ହେବା ତଥା ଅନ୍ୟ କୌଣସି କାରଣରୁ ରାଗ ଦ୍ୱେଷ ଏବଂ ହର୍ଷ ଶୋକ କରିବା ଆଦି ମୋହଜନିତ ବିକାର ଟିକିଏ ହେଲେ ବି ରହିବ ନାହିଁ। ଲୌକିକ ସୂର୍ଯ୍ୟ ତ ଉଦିତ ହୋଇ ଅସ୍ତ ମଧ୍ୟ ହୁଅନ୍ତି, ଅସ୍ତ ହେଲେ ଅନ୍ଧକାର ମଧ୍ୟ ହୋଇଯାଏ, କିନ୍ତୁ ଏହିଭଳି ଜ୍ଞାନ ରୂପକ ସୂର୍ଯ୍ୟ ଥରେ ଉଦିତ ହେଲେ ଆଉ କେବେ ଅସ୍ତ ହୁଏ ନାହିଁ। ପରମାତ୍ମାଙ୍କର ଏହି ତତ୍ତ୍ୱଜ୍ଞାନ ନିତ୍ୟ ଓ ଅଚଳ, ଏହାର କେବେ ହେଲେ ଅଭାବ ହୁଏ ନାହିଁ। ତେଣୁ ପରମାତ୍ମାଙ୍କ ତତ୍ତ୍ୱଜ୍ଞାନ ଉଦିତ ହେବା ପରେ ମୋହର ଉତ୍ପତ୍ତି ହୋଇପାରେ ନାହିଁ। ଶତ୍ରୁ କହନ୍ତି, ଅର୍ଥାତ୍ ଯେତେବେଳେ ତତ୍ତ୍ୱଜ୍ଞାନ ପ୍ରାପ୍ତ ପୁରୁଷଙ୍କ ପାଇଁ ସମସ୍ତ ପ୍ରାଣୀ ଆତ୍ମସ୍ୱରୂପ ହୋଇଯାଆନ୍ତି, ସେତେବେଳେ ସେହି ଏକତ୍ୱଦର୍ଶୀ ପୁରୁଷଙ୍କ ଆଉ କେଉଁ ଶୋକ ଓ କେଉଁ ମୋହ ହୋଇପାରିବ? ଅର୍ଥାତ୍ ତାଙ୍କର ଶୋକ ବା ମୋହ କିଛି ରହିବ ନାହିଁ। ପ୍ରଶ୍ନ ହେଲା, ଜ୍ଞାନ ଦ୍ୱାରା ସକଳ ଭୂତଙ୍କୁ ସମ୍ପୂର୍ଣ୍ଣ ଭାବରେ ଆତ୍ମାର ଅନ୍ତର୍ଗତ ଦେଖିବାର ତାତ୍ପର୍ଯ୍ୟ କ'ଣ? ଉତ୍ତର, ମହାପୁରୁଷଙ୍କ ଠାରୁ ପରମାତ୍ମାଙ୍କ ତତ୍ତ୍ୱଜ୍ଞାନ ଉପଦେଶ ପାଇ ଆତ୍ମାକୁ ସର୍ବବ୍ୟାପୀ ଅନ୍ତଃସ୍ୱରୂପ ବୋଲି ବୁଝିବା ତଥା ସମସ୍ତ ପ୍ରାଣୀଙ୍କ ଠାରେ ଭେଦ ବୁଦ୍ଧି ଶୂନ୍ୟ ହୋଇ ସର୍ବତ୍ର ଆତ୍ମଭାବ ହୋଇଯିବା ହିଁ ଜ୍ଞାନ ଦ୍ୱାରା ସକଳ ଭୂତଙ୍କୁ ସମ୍ପୂର୍ଣ୍ଣ ଭାବରେ ଆତ୍ମାର ଅନ୍ତର୍ଗତ ଦେଖିବା। ଅର୍ଥାତ୍ ସ୍ୱପ୍ନରୁ ଜାଗ୍ରତ ହେଉଥିବା ପୁରୁଷ ଯେପରି ସ୍ୱପ୍ନ ଜଗତକୁ ନିଜର ଅନ୍ତର୍ଗତ ସ୍ମୃତି ମାତ୍ର ବୋଲି ଦେଖେ, ବସ୍ତୁତ ନିଜଠାରୁ ଭିନ୍ନ ଅନ୍ୟ କୌଣସି ସତ୍ତା ଦେଖେ ନାହିଁ, ସମସ୍ତ ଜଗତକୁ ସେହିପରି ନିଜଠାରୁ ଅଭିନ୍ନ ଏବଂ ନିଜର ଅନ୍ତର୍ଗତ ବୋଲି ବୁଝି ସକଳ ଭୂତଙ୍କୁ ସମ୍ପୂର୍ଣ୍ଣ ରୂପେ ଆତ୍ମାର ଅନ୍ତର୍ଗତ ଦେଖିବା। ଏହିପରି ଆତ୍ମଜ୍ଞାନ ହୋଇଯିବା ସଙ୍ଗେ ସଙ୍ଗେ ମନୁଷ୍ୟର ଶୋକ ଓ ମୋହ ସମୂଳେ ନଷ୍ଟ ହୋଇଯାଏ। ଏଠାରେ
ପ୍ରଶ୍ନ ଆସୁଛି, ଏହିପରି ଆତ୍ମଦର୍ଶନ ହୋଇଯିବା ପରେ ସମସ୍ତ ଭୂତଙ୍କୁ ସଚ୍ଚିଦାନନ୍ଦ ଘନ ପରମାତ୍ମାଙ୍କଠାରେ ଦେଖିବାର ଅର୍ଥ କ'ଣ? ଏହାର ଉତ୍ତର ହେଲା, ସମସ୍ତ ଭୂତଙ୍କୁ ସଚ୍ଚିଦାନନ୍ଦ ଘନ ପରମାତ୍ମାଙ୍କଠାରେ ଦେଖିବା ହେଉଛି ପୂର୍ବୋକ୍ତ ଆତ୍ମଦର୍ଶନ ରୂପକ ସ୍ଥିତିର ଫଳ। ଏହାକୁ ପରମପଦ ପ୍ରାପ୍ତି, ନିର୍ବାଣ ବ୍ରହ୍ମ ପ୍ରାପ୍ତି ଏବଂ ପରମାତ୍ମାଙ୍କଠାରେ ପ୍ରବିଷ୍ଟ ହୋଇଯିବା ମଧ୍ୟ କହନ୍ତି। ଏହି ସ୍ଥିତି ପ୍ରାପ୍ତ ହୋଇଥିବା ପୁରୁଷଙ୍କର ଅହଂଭାବ ସର୍ବଥା ନଷ୍ଟ ହୋଇଯାଏ। ସେତେବେଳେ ସେହି ଯୋଗୀଙ୍କର ଆଉ ପରମାତ୍ମାଙ୍କଠାରୁ ପୃଥକ ସତ୍ତା ରହେ ନାହିଁ, କେବଳ ଏକ ସଚ୍ଚିଦାନନ୍ଦ ଘନ ବ୍ରହ୍ମ ହିଁ ରହିଯାଆନ୍ତି। ସେ ସମସ୍ତ ଭୂତଙ୍କୁ ପରମାତ୍ମାଙ୍କଠାରେ ରହିଥିବା ଦେଖନ୍ତି ବୋଲି ଯାହା କୁହାଯାଏ ତାହା କେବଳ ଔପଚାରିକ ଭକ୍ତି ମାତ୍ର, କାରଣ ତାଙ୍କ ପାଇଁ ଦୃଶ୍ୟ ଓ ଦ୍ରଷ୍ଟା ମଧ୍ୟରେ କୌଣସି ବି ପ୍ରଭେଦ ରହେ ନାହିଁ। ତେଣୁ କିଏ ଆଉ ଦେଖିବ ଏବଂ କାହାକୁ ବା ଦେଖିବ? ଏ ପରିସ୍ଥିତି ବାଣୀର ଅତୀତ, ତେଣୁ ବାଣୀ ଦ୍ୱାରା ଏହାର ସଂକେତ ମାତ୍ର କରାଯାଏ। ଲୋକ ଦୃଷ୍ଟିରେ ସେହି ଜ୍ଞାନୀଙ୍କର ଯେଉଁ ମନ, ବୁଦ୍ଧି ଏବଂ ଶରୀର ଆଦି ରହିଥାଏ, ସେସବୁ ଭାବକୁ ନେଇ ହିଁ କୁହାଯାଏ ଯେ ସେ ସମସ୍ତ ପ୍ରାଣୀଙ୍କୁ ସଚ୍ଚିଦାନନ୍ଦ ଘନ ବ୍ରହ୍ମରେ ଦେଖନ୍ତି, କାରଣ ବସ୍ତୁତଃ ତାଙ୍କ ବୁଦ୍ଧିରେ ଜଳରେ ବରଫ, ଆକାଶରେ ମେଘ ଏବଂ ସ୍ୱର୍ଣ୍ଣରେ ଆଭୂଷଣ ପରି ସମଗ୍ର ଜଗତ ବ୍ରହ୍ମରୂପ ହିଁ ହୋଇଯାଏ। କୌଣସି ପଦାର୍ଥ ବା ପ୍ରାଣୀ ବ୍ରହ୍ମଠାରୁ ଭିନ୍ନ ହୋଇ ରହେ ନାହିଁ। ଷଷ୍ଠ ଅଧ୍ୟାୟର 27 ଶ୍ଲୋକରେ ଯୋଗୀଙ୍କୁ ବ୍ରହ୍ମଭୂତ ହୋଇଯିବା କଥା ଯାହା କୁହାଯାଇଛି, ତାହା 29 ଶ୍ଲୋକରେ ଯୋଗ ଯୁକ୍ତାତ୍ମା ଏବଂ ସର୍ବତ୍ର ସର୍ବଦର୍ଶୀ ଯୋଗୀ ସମସ୍ତ ଭୂତଙ୍କୁ ଆତ୍ମାରେ ରହିଥିବାର ଦେଖନ୍ତି ଏବଂ ସମସ୍ତ ଭୂତରେ ଆତ୍ମା ରହିବାର ଦେଖନ୍ତି ବୋଲି କୁହାଯାଇଛି। ଏଠାରେ ତାହା ହେଉଛି ଦ୍ରକ୍ଷ୍ୟସି ଆତ୍ମନି ଦ୍ୱାରା କୁହାଯାଇଥିବା ସମସ୍ତ ସ୍ଥିତି ଏବଂ ସେହି ଅଧ୍ୟାୟର 28 ଶ୍ଲୋକରେ ଯେଉଁ ବ୍ରହ୍ମସ୍ପର୍ଶ ରୂପକ ଅତ୍ୟନ୍ତ ସୁଖ ପ୍ରାପ୍ତି କଥା ଯାହା କୁହାଯାଇଛି, ଏଠାରେ ତାହା ହେଉଛି ଅଥୋମୟୀ ଦ୍ୱାରା କୁହାଯାଇଥିବା ପ୍ରଥମ ସ୍ଥିତିର ଫଳ ରୂପକ ଦ୍ୱିତୀୟ ସ୍ଥିତି। 18 ଅଧ୍ୟାୟରେ ମଧ୍ୟ ଭଗବାନ ଜ୍ଞାନ ଯୁଗର ବର୍ଣ୍ଣନା କ୍ରମେ 54 ଶ୍ଲୋକରେ ଯୋଗୀ ବ୍ରହ୍ମଭୂତ ହୋଇଯିବା କଥା କହିଛନ୍ତି ଏବଂ 55ରେ ଜ୍ଞାନ ରୂପକ ପରାଭକ୍ତି ଦ୍ୱାରା ତାଙ୍କର ପରମାତ୍ମାଙ୍କଠାରେ ପ୍ରବିଷ୍ଟ ହେବା କଥା କହିଛନ୍ତି। ଏଠାରେ ସେହି କଥା ଦେଖାଇ ଦିଆଯାଇଛି।